ଲକ୍ଷ୍ମୀ ବିଲ୍ୱବନେ କଦମ୍ବ କୁସୁମେ ଦିବ୍ୟଙ୍ଗନା ଗୁଞ୍ଜରେ ଶ୍ଵେତ ଅଶ୍ୱରଥେ ବୃଷଚ୍ଛଦବଳେ ଛତ୍ରେ ଧ୍ୱଜେ ଚାମରେ ଶଙ୍ଖେ ପଦ୍ମବନେ ନରେନ୍ଦ୍ର ଭୁବନେ ସିଂହାସନେ ଗୋକୁଳେ ସତ୍ୟମ ଶୌର୍ଯ୍ୟ ଗୁଣେ ସଦାପି ବସତୁ ପୂର୍ବମସ୍ତୁତେ ମଙ୍ଗଳମ୍। ଜୟ ଜଗନ୍ନାଥ। ମୁଁ ଜ୍ୟୋତିର୍ବିଦ ଚନ୍ଦ୍ରଶେଖର ନାୟକ ମୋର ଚ୍ୟାନେଲ ଜ୍ୟୋତିଷର ଜାତକକୁ ଆପଣମାନଙ୍କୁ ମୋର ଅନ୍ତରର ଗଭୀରତମ ପ୍ରଦେଶରୁ ସ୍ୱାଗତ ଜଣାଉଛି। ବନ୍ଧୁଗଣ, ଆଜି ଆମେ ସେଇ ନକ୍ଷତ୍ର କ୍ରମରେ ପଢ଼ିବା 6 ନମ୍ବର ନକ୍ଷତ୍ରଟି, ଯାହାକୁ ଆଦ୍ରା ନକ୍ଷତ୍ର ବୋଲି କୁହାଯାଏ। ତାହେଲେ ଆଦ୍ରା ନକ୍ଷତ୍ର ସେଟା ମିଥୁନ ରାଶିରେ ହିଁ ଥାଏ, ଆଉ ସେ ଅଲଗା କୌଣସି ରାଶିକୁ ଯାଆନ୍ତି ନାହିଁ। ତେଣୁ 4 ପାଦ ଯାଙ୍କ ମିଥୁନ ରାଶିରେ ହିଁ ଭୋଗ ହେଇଥାଏ ଆଦ୍ରା ନକ୍ଷତ୍ରଙ୍କର। ଆଉ ଆଜି ସେହି କ୍ରମରେ ଦେଖିବା ଯେ ଆଦ୍ରା ନକ୍ଷତ୍ର ବିଷୟରେ ଆମେ ପଢ଼ିବା। ମୁଁ ନେଇଛି ପାଠ 416। ତେଣୁ ଆଦ୍ରା ନକ୍ଷତ୍ରରେ ଜନ୍ମିତ ବ୍ୟକ୍ତି ବିଶେଷ କିଭଳି ହେଇଥାନ୍ତି, କେଉଁ ପ୍ରକାର ବୃତ୍ତି କରିବା ପାଇଁ ଭଲ ପାଆନ୍ତି, ଆମେ ବର୍ତ୍ତମାନ ସେ ବିଷୟରେ ଆଲୋଚନା କରିବା। ତାହେଲେ ବନ୍ଧୁଗଣ, ଆଦ୍ରା ନକ୍ଷତ୍ରର 4ଟି ଚରଣ, କାହିଁକିନା ପ୍ରତ୍ୟେକ ନକ୍ଷତ୍ରର 4ଟି ଚରଣ ଅଛି ବୋଲି ଆପଣମାନେ ଜାଣିଛନ୍ତି। ତେଣୁ 4ଟି ଚରଣ ମଧ୍ୟରୁ ସବୁ ଚରଣ ଗୁଡ଼ିକ ମିଥୁନ ରାଶିରେ ହିଁ ଭୋଗ ହୋଇଥାଏ। ଆଉ ତାର ଦଶା ସ୍ୱାମୀ ହେଉଛନ୍ତି ରାହୁ, ଯିଏକି 18 ବର୍ଷ ତାଙ୍କର ଅବଧିଟି। ରାହୁ ମହାଦଶାରେ ସେମାନେ ଜନ୍ମ ହୋଇଥାନ୍ତି। ତାଙ୍କର ଦେବତା ହେଉଛନ୍ତି କିଏ? ରୁଦ୍ରଦେବ। ତେଣୁ ଯେକୌଣସି ଶୁଭ କାର୍ଯ୍ୟ କି ଯେକୌଣସି ରିକ୍ସିଫୁଲ କାମରେ ଯଦି ଆପଣ ଯାଉଛନ୍ତି ବାହାରକୁ, ଆପଣ ଓଂ ରୁଦ୍ରାୟ ନମ କହିକରି ଆପଣ ଯାଇପାରିବେ ବାହାରକୁ। ଆଉ ସେଇ ଆଦ୍ରା ନକ୍ଷତ୍ରଟି ଆମ ଶରୀରର କେଉଁ ସ୍ଥାନରେ ଆଧିପତ୍ୟ ବିସ୍ତାର କରିଥାନ୍ତି? 1 ନମ୍ବର ହେଉଛି ଗଳା, 2 ନମ୍ବର ବାହୁ, ଆଉ 3 ନମ୍ବର ହେଉଛି କାନ୍ଧ। ଏ 3ଟି ଅଙ୍ଗରେ ରାହୁଙ୍କର ଆଦ୍ରା ନକ୍ଷତ୍ରର ଆଧିପତ୍ୟ ଥାଏ। ଆଚ୍ଛା, ଆଦ୍ରା ନକ୍ଷତ୍ରଟି ଦେଖିବାକୁ କୋଉ ଭଳିଆ? ତାଙ୍କର ଚିତ୍ରଟି କୋଉ ଭଳିଆ? ନା ଲୁହ ଭଳି। ଯେମିତି ଲୁହ ଗୋଟିଏ ଠୋପା ପଡ଼ିଗଲେ ଯେମିତି ଦେଖାଯାଏ, ସେଇଭଳି ବା ହୀରା ଭଳି ବା ମନୁଷ୍ୟ ଆକୃତିର ହେଇଥାନ୍ତି ଆଦ୍ରା ନକ୍ଷତ୍ର। ଆଉ 4ଟି ଯାଙ୍କ ଚରଣ ମିଥୁନ ରାଶିରେ ହିଁ କଟୁଥିବାରୁ ତାହେଲେ ତାର ମାଲିକ ହେଇଛନ୍ତି କିଏ? ନା ମିଥୁନ ରାଶିର ମାଲିକ ହେଉଛନ୍ତି ବୁଧ। ଆଚ୍ଛା, ତାପରେ ଦେଖିବା ଶୁଭ ସଂଖ୍ୟା। ମନେ ରଖନ୍ତୁ ବନ୍ଧୁଗଣ, ଯେଉଁମାନେ ଆଦ୍ରା ନକ୍ଷତ୍ରରେ ଜନ୍ମଗ୍ରହଣ କରିଛନ୍ତି ତାଙ୍କ ପାଇଁ ଶୁଭ ସଂଖ୍ୟାଟି ହେଉଛି 4। ଆଉ ଅକ୍ଷର କ'ଣ? 4ଟି ଅକ୍ଷର ସି ଜି ଏନ୍ କେ, ଚ ଗ ନ କ। ଏ 4ଟି ଅକ୍ଷରରେ ଆପଣ ଯେକୌଣସି ନାଁ ଯଦି ଦେବାକୁ ଚାହୁଁଛନ୍ତି ତାହେଲେ ଆପଣ ଦେଇପାରିବେ। ତାହେଲେ ସେଗୁଡ଼ିକ ହେଲା ଶୁଭ ଅକ୍ଷର। ରଙ୍ଗ ହେଉଛି ଗ୍ରୀନ୍। ଗ୍ରୀନ୍ କଲର ହେଇପାରିବ, ବ୍ଲୁ କଲର ବି ହେଇପାରିବ ମିଥୁନ ରାଶି ପାଇଁ। ତେଣୁ ଗ୍ରୀନ୍ କଲର ହେଉଛି ବେଶୀ ଶୁଭ ଆଦ୍ରା ନକ୍ଷତ୍ର ପାଇଁ। ଦିଗଟି କ'ଣ? ନା ଦିଗଟି ହେଉଛନ୍ତି ନୈಋତ ଆଉ ପଶ୍ଚିମ। ବନ୍ଧୁଗଣ, ଆପଣ ପଶ୍ଚିମ କହିଲେ ତ ବୁଝୁଛନ୍ତି, ନୈଋତ କହିଲେ ଆମେ ବୁଝିବା ଯେ ପଶ୍ଚିମ ଆଉ ଦକ୍ଷିଣ ଦିଗର କୋଣଟିକୁ ନୈଋତ କୋଣ ବୋଲି କୁହାଯାଏ। ତାହେଲେ ସେଇ ଦିଗର ଅଧିପତି ହେଉଛନ୍ତି, ସେଇ ଦିଗର ଆଧିପତ୍ୟ ବିସ୍ତାର କରନ୍ତି କିଏ? ଆଦ୍ରା ନକ୍ଷତ୍ର। ଆଉ ବୃକ୍ଷଟି ହେଉଛି ତେନ୍ତୁଳି ଗଛ। ତେନ୍ତୁଳି ଗଛଟି ହେଉଛି ଆଦ୍ରା ନକ୍ଷତ୍ରଙ୍କ ପାଇଁ ଶୁଭ ଗଛଟିଏ। ଆପଣଙ୍କର ଯଦି ଆଦ୍ରା ନକ୍ଷତ୍ର ହେଇଛି, ଆପଣ ତେନ୍ତୁଳି ଗଛଟିଏ ଯଦି ରୋପଣ କରିବେ ତାହେଲେ ଆପଣଙ୍କ ପାଇଁ ସେଟା ଶୁଭ ହେବ। ଆଉ ଆମେ ଯେଉଁ ବିବାହ ଦଶମେଳକ କରୁଛେ, ତାହେଲେ ଆଦ୍ରା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ଯୋନି ହେଉଛି ଶ୍ୱାନ ଯୋନି। ଗଣଟି ହେଉଛି ନରଗଣ।
ନାड़ीଟି ହେଉଛି କ୍ରୋଡ଼ ନାଡ଼ି। ଏଗୁଡ଼ିକ ଆପଣମାନଙ୍କୁ ମୁଁ ଆଗରୁ ସବୁ ବୁଝେଇ ଦେଇଛି। ଆପଣମାନେ ପୂର୍ବ ଏପିସୋଡ଼ ମାନଙ୍କରେ ମଧ୍ୟ ଆପଣ ଏଗୁଡ଼ା ସବୁ ଲେଖିଛନ୍ତି ବା ଜାଣିଛନ୍ତି, ଦେଖିଛନ୍ତି। ତାହେଲେ ଏବେ ଜାଣିବା ବନ୍ଧୁଗଣ, ଯେଉଁମାନେ ଆର୍ଦ୍ରା ନକ୍ଷତ୍ରରେ ଜନ୍ମ ହେଇଥାନ୍ତି ସେମାନେ କେଉଁ ପ୍ରକାର ବୃତ୍ତି କରିବା ପାଇଁ ତାଙ୍କୁ ବେଶୀ ଭଲ ଲାଗେ। ଏକରେ ହେଉଛି ଇଲେକ୍ଟ୍ରିକାଲ ଜିନିଷ। ଇଲେକ୍ଟ୍ରିକାଲ ଜିନିଷ ତାଙ୍କୁ ଭଲ ଲାଗେ ବା ଇଲେକ୍ଟ୍ରିକାଲ କାମ ଯଦି କିଛି କରନ୍ତି ସେ ସଫଳତା ପାଆନ୍ତି। ଆଉ ମୁଖ୍ୟତଃ ହେଉଛି କମ୍ପ୍ୟୁଟର। ଯଦି ସେମାନେ କମ୍ପ୍ୟୁଟର ବିଷୟରେ କିଛି ଜ୍ଞାନ ଶିଖିବା ପାଇଁ ଚାହୁଁଛନ୍ତି ତାଙ୍କ ପାଇଁ ବହୁତ ସହଜ ହେଇଯାଏ। କାହିଁକିନା ମିଥୁନ ରାଶିର ମାଲିକ ହେଉଛନ୍ତି ବୁଧ। ଆଉ ସବୁ ଜିନିଷ ଶିଖିବା ପାଇଁ ବନ୍ଧୁଗଣ ବୁଦ୍ଧି ଦରକାର। ବିନା ବୁଦ୍ଧିରେ ସେଗୁଡ଼ିକ ହେଇପାରିବ ନାହିଁ। କମ୍ପ୍ୟୁଟର ଆଉ ଯେତେ ପ୍ରକାର ସଫ୍ଟୱେୟାର ସେ ଲାଇନରେ ସେ ଯାଇପାରିବେ। ଆଉ ଇଞ୍ଜିନିୟର, ଆଉ ମୁଖ୍ୟତଃ ଖେଳକୁଦରେ ମଧ୍ୟ ଏମାନେ ବହୁତ ପ୍ରବୀଣ। ଯେଉଁ ଖେଳ କି ବୁଦ୍ଧିରେ ଖେଳାଯାଏ। ଉଦାହରଣ, ଆମେ ଯେଉଁ ଇନଡୋର ଗେମ୍ ଖେଳୁଛେ ଚେସ୍ ପାଇଁ ବୁଦ୍ଧି ଦରକାର, ଟେକ୍ନିକ୍ ଦରକାର। ସେଇଟା ତାଙ୍କୁ ବୁଧ ଗ୍ରହ ଦେଇଥାନ୍ତି। ଆଉ ଯେତେ ପ୍ରକାର ଡିଜାଇନର ଆଉ ୱେପନ୍ ଏକ୍ସପର୍ଟ, ଯେଉଁମାନେ ସବୁ ଅସ୍ତ୍ରଶସ୍ତ୍ର ତିଆରି କରୁଛନ୍ତି ସେଥିରେ ମଧ୍ୟ ତାଙ୍କର ପାରଦର୍ଶିତା ଥାଏ। ଆଉ ମୁଖ୍ୟତଃ ପଲିଟିସିଆନ ବି ହେଇପାରନ୍ତି। କାରଣ ପଲିଟିସିଆନ ହେବା ପାଇଁ ବେଶୀ ବୁଦ୍ଧି ଦରକାର। ତେଣୁ ସେ ପଲିଟିସିଆନ ହେଇପାରନ୍ତି, ଡକ୍ଟର ବି ହେଇପାରନ୍ତି। ଆଉ ରିସର୍ଚ୍ଚ ସେମାନେ କରିକିରି ବହୁତ ନାଁ କମେଇ ପାରନ୍ତି। ମୁଖ୍ୟତଃ ଶିକ୍ଷକ, ଅଧ୍ୟାପକ ଏ ପ୍ରକାର ଜିନିଷ ବି ସେମାନେ ହେଇପାରିବେ। ଆଉ ଏକ୍ସରେ, ଆଉ ତାପରେ ଆଉ ଗୋଟିଏ ଜିନିଷ ହେଉଛି କ'ଣ, ଯେତେ ପ୍ରକାର ଲାଇଟ୍ କାମ ଅଛି, ଆଲୋକ ସମ୍ବନ୍ଧୀୟ ଯେତେ କାର୍ଯ୍ୟ ଅଛି ସେମାନେ ସେଟା ଭଲ କରିପାରିବେ। ଆଉ ମୁଖ୍ୟତଃ ଯାଦୁଗର ବି ହେଇପାରିବେ ସେମାନେ। ତାପରେ ସାଇକୋଲୋଜିଷ୍ଟ, ମନସ୍ତତ୍ତ୍ୱବିଦ ମଧ୍ୟ ସେମାନେ ହେଇପାରିବେ। ତେଣୁ ବନ୍ଧୁଗଣ ଦେଖନ୍ତୁ, ଏତେ ପ୍ରକାରର ବୃତ୍ତି ଅଛି, ସେମାନେ ସେଟା କରିପାରିବେ। ଆଉ ଭୂମି ସମ୍ବନ୍ଧୀୟ ଯେଉଁଟାକି ରିଏଲ ଇଷ୍ଟେଟ୍ କୁହାଯାଏ ସେ କାମ ବି କରିପାରିବେ, କଣ୍ଟ୍ରାକ୍ଟ ବି କରିପାରିବେ। ତାପରେ ଆହୁରି ଗୋଟେ ଜିନିଷ ହେଉଛି ବନ୍ଧୁଗଣ, ଦେଖନ୍ତୁ ଏମାନେ ଯେହେତୁ ମନୁଷ୍ୟଗଣ, ଏମାନେ ସବୁବେଳେ ଚାହାନ୍ତି ଯେ ନିଜ କାମ ନିଜେ କରିବା ପାଇଁ। ଏମାନେ ଅନ୍ୟ ଦ୍ୱାରା କାମ କରାଇଲେ ତାଙ୍କୁ ଟିକେ ମନକୁ ଯାଏ ନା। ତେଣୁ ସେମାନେ ନିଜ କାମ ନିଜେ କରନ୍ତି। ଏମାନେ ସାଧାରଣତଃ ଗୌର ବର୍ଣ୍ଣର ହେଇଥାନ୍ତି ବା ଶ୍ୟାମଳ ବର୍ଣ୍ଣର ହେଇଥାନ୍ତି। ଜ୍ଞାନବନ୍ତ ହେଇଥାନ୍ତି, ବହୁତ ଜ୍ଞାନୀ ହେଇଥାନ୍ତି। କାହିଁକି? ତାଙ୍କ ପାଖରେ ତାର୍କିକ ଜ୍ଞାନ ଥାଏ। ଯେଉଁମାନେ ମିଥୁନ ରାଶିର ଲୋକ, ତାଙ୍କର ମାଲିକ ହେଉଛନ୍ତି ବୁଧ। ତେଣୁ ତାଙ୍କର ତାର୍କିକ ଜ୍ଞାନ ଥାଏ। ସେ ସବୁ କଥାକୁ ତାର୍କିକ ମାର୍ଗରେ ଗ୍ରହଣ କରିବାକୁ ଚାହାନ୍ତି। ଆଉ ସମର୍ଥବାନ ହେଇଥାନ୍ତି। ତା ଅର୍ଥ ସବୁ କାମ କରିବା ପାଇଁ ତାଙ୍କର କାପାସିଟିଟି ଥାଏ। ବହୁତ ଦୟାଳୁ ଲୋକ ସେମାନେ ହେଇଥାନ୍ତି। ଆଉ ମୁଖ୍ୟତଃ ବାତ ପିତ୍ତ ଦେହି ମଧ୍ୟ ସେମାନେ ହେଇଥାନ୍ତି। ଆଉ ଶତ୍ରୁନାଶକାରୀ ବି ହେଇଥାନ୍ତି। କେମିତି? କୌଶଳରେ। ଏମାନେ କଳା କ୍ଷେତ୍ରରେ ମଧ୍ୟ ବହୁତ ନାଁ କରିଥାନ୍ତି। ଭଲ ଗାୟକ ହେଇପାରନ୍ତି, ଭଲ ବାଜା ବଜେଇ ପାରନ୍ତି, ଯେତେ ପ୍ରକାର ବାଦ୍ୟଯନ୍ତ୍ର ଅଛି ତାକୁ ସବୁ ବଜେଇ ଜାଣନ୍ତି। ନୃତ୍ୟକାରୀ ବି ହେଇଥାନ୍ତି। ଆଉ ଭାରି ସୂଚିବନ୍ତ ହେଇଥାନ୍ତି, ଅର୍ଥାତ୍ ଭାରି ପରିଷ୍କାର ପରିଚ୍ଛନ୍ନ ଜୀବନଯାପନ କରିବା ପାଇଁ ଭାରି ଭଲ ପାଆନ୍ତି। ତାଙ୍କ ଦାନ୍ତ ଗୁଡ଼ିକ ଭାରି ସୁନ୍ଦର ହେଇଥାଏ, ମୁହଁଟି ବି ଭାରି ସୁନ୍ଦର ହେଇଥାଏ। ତାଙ୍କର ବହୁତ ଗୁଡ଼ିଏ ମିତ୍ର ଥାଆନ୍ତି, ସାଙ୍ଗସାଥୀ ପ୍ରିୟ ସିଏ ହେଇଥାନ୍ତି। ତାଙ୍କର ବହୁତ ଗୁଡ଼ିଏ ସାଙ୍ଗସାଥୀ ଥାଆନ୍ତି। କିନ୍ତୁ ହେଲେ କ'ଣ ହେବ, ବୁଦ୍ଧି ପ୍ରବଳ, କିନ୍ତୁ ବେଳେ ବେଳେ ସେ କହନ୍ତି ଅତି ହେଇଗଲେ ସେଟା ନେଗେଟିଭ ଆଡକୁ ପଳେଇଯାଏ। ଅତି ସବୁ କଥା, ଟୁ ମଚ୍ ଅଫ୍ ଏଭ୍ରିଥିଙ୍ଗ ଇଜ ବ୍ୟାଡ୍। ଅତି ଦର୍ପେ ହତା ଲଙ୍କା, ଅତି ମାନେ ଚ କୌରବା, ଅତି ଦାନେ ବଳିବଦ୍ଧ, ଅତି ସର୍ବତ୍ର ଗ୍ରହୀତ। ତାମାନେ ସିଏ କ'ଣ କରନ୍ତି, ଅତି ବୁଦ୍ଧି ହେଇଥିବା ଯୋଗୁଁ ସେ ବେଳେ ବେଳେ କ'ଣ କରନ୍ତି, ଭୁଲ କାମଟିଏ ବି କରିଦେଇଥାନ୍ତି। ଆଉ ମୁଖ୍ୟତଃ ଏଇ ପ୍ରକାର ବ୍ୟକ୍ତି ବିଶେଷ ମାନେ ଜୁଆ, ସଟା, ଲଟେରୀ ଏଇ ପ୍ରକାର ରୁଚି ଥାଏ। କିନ୍ତୁ ବନ୍ଧୁଗଣ ଏଇଟା ହେଉଛି ଆପଣଙ୍କର ମାଇନସ୍ ପଏଣ୍ଟ, ମନେ ରଖନ୍ତୁ। ଜୁଆ, ସଟା, ଲଟେରୀ ଇଆଡ଼କୁ ଯିବେ ନାହିଁ। ଯଦି ଯିବେ ଆପଣ ଲାଭ କମ୍ ପାଇବେ, କ୍ଷତି ବେଶୀ ସହିବେ। ଆଉ ବେଳେ ବେଳେ ଏମାନେ ରାଗି ବି ଯାଆନ୍ତି, କ୍ଷଣ କପି, କିନ୍ତୁ ରାଗନ୍ତି ସହଜ। ଆଉ
ଶୀଘ୍ର ତାଙ୍କର ରାଗଟି ଶାନ୍ତି ବି ହେଇଯାଏ। ଆଉ ଯେତେ ପ୍ରକାର ଭଲ ଜିନିଷ ଅଛି ତାର ଇଏ ପ୍ରିୟ ଭାଇ। ଟଙ୍କା ଟିକେ ଅଧିକା ପଡୁ ପଛେ ଭଲ ଜିନିଷଟିଏ ଆଣିବେ, ଇଏ ଖରାପ ଜିନିଷ ଆଣିବେ ନାହିଁ। ଆଉ ଦେବ ବ୍ରାହ୍ମଣରେ ଭକ୍ତି କରନ୍ତି, ଆଉ ସବୁବେଳେ ଚାହାନ୍ତି ଯେ ମୋ ଦ୍ୱାରା କିଛି କାମ ହଉ, ମୋତେ କିଛି ଲୋକ ଚିହ୍ନନ୍ତୁ, ମୋତେ ଜାଣନ୍ତୁ, ଏଇଭଳିଆ। ଆଉ ଭାରି ଜଳପ୍ରିୟ ହେଇଥାନ୍ତି, ପାଣିରେ ପହଁରିବାକୁ। କି କେତେ ଲୋକ ଅଛନ୍ତି ପାଣିକି ଭୟ କରନ୍ତି, ଏମାନେ ଭୟ କରନ୍ତି ନାହିଁ। ଆଉ ଦାତା ହେଇଥାନ୍ତି, କ୍ଷମାବନ୍ତ ବି ହେଇଥାନ୍ତି, ଇଏ ଲୋକମାନଙ୍କୁ କ୍ଷମା ବି କରନ୍ତି। କିଏ ତାଙ୍କର ଭୁଲ କାମଟିଏ ଯଦି କଲା କ୍ଷମା କାହିଁ କରନ୍ତି, ଇଏ କୌଣସି ଝମଲା ଝାଟିରେ ପଶିବାକୁ ଚାହାନ୍ତି ନାହିଁ, ସେଥିପାଇଁ ତାକୁ କ୍ଷମା କରିଦିଅନ୍ତି। ଆଉ ଯେତେ ପ୍ରକାର ଦେବାଳୟ କି ଏଇଭଳିଆ ଜିନିଷ ଗୁଡ଼ିକ ତିଆରି କରିବା ପାଇଁ ତାଙ୍କୁ ଭାରି ଭଲ ଲାଗେ। ତିଆରି କରିବା ଅର୍ଥ ମିସ୍ତ୍ରୀ ନୁହଁ, ତାମାନେ ଆୟୋଜନ କରିକିରି ମିସ୍ତ୍ରୀ ଦ୍ୱାରା ତିଆରି କରେଇବାଟା। ଆଉ ଏମାନେ ବହୁତ ପ୍ରସିଦ୍ଧି ଲାଭ ବି ତାଙ୍କ ଜୀବନରେ କରିଥାନ୍ତି। ସରକାର ସମ୍ବନ୍ଧୀୟ ଯେତେ ଜିନିଷରେ ରୁଚି ତାଙ୍କର ଥାଏ, ନେତା ମନ୍ତ୍ରୀ ତାଙ୍କ ସାଙ୍ଗରେ ଚିହ୍ନା ପରିଚୟ ବି ଥାଏ। କିନ୍ତୁ ସାଧାରଣତଃ ଏମାନେ ଟିକେ ଚକ୍ଷୁ ରୋଗୀ ହେଇଥାନ୍ତି, ଆଉ ଅଳ୍ପାହାରୀ ହେଇଥାନ୍ତି, ସମସ୍ତଙ୍କର ପ୍ରିୟ ହେଇଥାନ୍ତି। ତେଣୁ ଏଇ ଯୋଉ ଜିନିଷ ଗୁଡ଼ିକ ମୁଁ କହିଲି ବନ୍ଧୁଗଣ, ଆପଣମାନେ ଓଭର କନଫିଡେନ୍ସ ହେବେ ନାହିଁ। ଯଦି ଓଭର କନଫିଡେନ୍ସ ହେବେ ତାହେଲେ ଆପଣ ହଇରାଣଟିଏ ହେବେ। କନଫିଡେନ୍ସ ପର୍ଯ୍ୟନ୍ତ ଠିକ୍ ଅଛି, କିନ୍ତୁ ଓଭର କନଫିଡେନ୍ସ ହେଇଗଲେ କାମଟା ବିଗିଡ଼ିଯାଏ। ତେଣୁ ବନ୍ଧୁଗଣ, ମନଟିକୁ ଠିକ୍ ରଖିକରି, ଶାନ୍ତ ରଖିକରି କାର୍ଯ୍ୟ କରିବେ। କାହିଁକି? ତାଙ୍କ ରାଶି ମାଲିକ ହେଉଛନ୍ତି ବୁଧ। ବୁଧ ହେଉଛନ୍ତି ବାଳୁତ ଗ୍ରହ। ବାଳୁତ ଗ୍ରହ ହିସାବରେ ସେ ଯାହା ମନକୁ ଆଇଲା ତାହା ଦେଲେ କରି, ତାର ଭଲ ମନ୍ଦ କଥା ବିଚାର କରିବେ, ତାପରେ ଯାଇ ଯଦି କରିବେ ଆପଣ ତାହେଲେ ସଫଳତାଟିଏ ନିଶ୍ଚୟ ପାଇବେ। ହଉ ବନ୍ଧୁଗଣ, ମୁଁ ଭାବୁଛି ଆପଣମାନେ ବୁଝି ସାରିବେଣି। ଭଲ ଲାଗିଥିଲେ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ। ଏତିକିରେ ରହିଲି ବନ୍ଧୁଗଣ। ଜୟ ଜଗନ୍ନାଥ।